ସମସ୍ତେ ଆପଣମାନେ କେମିତି ଅଛନ୍ତି ଆଶା ଅଛି ମୁଁ ବହୁତ ଭଲରେ ଥିବେ। ଆଉ ଆମର ନ୍ୟୁ ଭିଡ଼ିଓକୁ ମାନେ ସେଇ କଣ୍ଟେଣ୍ଟ ମାନେ ୟା ପରବ କଣ୍ଟେଣ୍ଟଟା ଯେଉଁ ଟାଇପ୍ର ଥିଲା ଏଠି ବି ସେଇ ଟାଇପ୍ର ସେଟା କ'ଣ ନା ମାନେ କିଛି ହେଲ୍ପ ଟାଇପ୍ର ମାନେ କଣ୍ଟେଣ୍ଟ ମାନେ ବନେଇଥିଲି। ସେମାନେ କିଛି ନିଜ ଲାଇଫକୁ ନେଇକି ଏମିତି ଗୋଟେ କଣ୍ଟେଣ୍ଟଟା ବନାଉଛନ୍ତି। ଆଉ ଭଲ ଭାବରେ ଭିଡ଼ିଓକୁ ଦେଖନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ବହୁତ ସାରା ମାନେ ଭଲ ପାଇବା ଦିଅନ୍ତୁ ଏଇ ଭିଡ଼ିଓରେ। ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରୁଛି। ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ କମେଣ୍ଟ କରିବା ପାଇଁ ଭୁଲିବନି। ଯେତେବେଳେ ଇଚ୍ଛା ହେଉଛି ମାନେ ତୁମର ଯଦି କିଛି ଗୋଟେ ଇଚ୍ଛା ରହିଛି ମାନେ ମୁଁ ଏଇଟା କରିବି ମାନେ ନିଶ୍ଚୟ କରିବି, ଆଉ ସେଇଟା କରିବା ପାଇଁ ବହୁତ ଚେଷ୍ଟା ରଖିଛ, କିନ୍ତୁ ସେ ଚେଷ୍ଟାକୁ ତୁମେ ମିନିମମ୍ କେତେ ମାସେ 2 ମାସ ପରେ ତାପରେ ତୁମକୁ ଇଚ୍ଛା ହେଉଥିବ କ'ଣ ନା ମାନେ ମୁଁ ତ ଏତେ ଟ୍ରାଏ କଲି ମାନେ ସେଇଟା ପାଇପାରିଲିନି, ସେଇଟା ଛାଡ଼ିଦେବି। ତୁମେ ସେଇଟା କେବେ ବି ଭାବିବନି ସେମିତିକା, ହେଲା କି ମାନେ ଟ୍ରାଏ କରୁଥିବ ନିଶ୍ଚୟ ଦିନେ ନା ଦିନେ ତୁମକୁ ସେଇଟା ନିଶ୍ଚୟ ମିଳିବ। ହେଲା, ନିଶ୍ଚୟ ଦିନେ ନା ଦିନେ ତୁମକୁ ସେଇଟା ମିଳିବ। ଆଉ ଏମିତିକାନି ଆଉ ମାନେ ଲାଇଫ୍ର ଆଉ ଗୋଟେ କଥା ମୁଁ ଆଉ ଗୋଟେ ପୁରା ଇମ୍ପୋର୍ଟାଣ୍ଟ ପଏଣ୍ଟ କହୁଛି ଶୁଣ। ହେଲେ ମାନେ ଲାଇଫ୍ର ମାନେ କହନ୍ତି ମାନେ ଲାଇଫ୍ର 2ଟା ଜିନିଷ ନିହାତି ଜରୁରୀ ମାନେ ଇମ୍ପୋର୍ଟାଣ୍ଟ ହେଇଥାଏ। ଇମ୍ପୋର୍ଟାଣ୍ଟ କ'ଣ ମାନେ ସ୍ୱପ୍ନ ଦେଖିବା ଆଉ ମାନେ ସ୍ୱପ୍ନକୁ ପୂରଣ କରିବା। ଏଇ 2ଟା ଜିନିଷ ନିଶ୍ଚୟ ପୁରାପୁରି ଇମ୍ପୋର୍ଟାଣ୍ଟ। ଆଉ ତୁମକୁ ମୁଁ ଏଥିପାଇଁ କହୁଛି କାହିଁକିନା ମାନେ ସ୍ୱପ୍ନ ଦେଖିବ ଆଉ ଟାର୍ଗେଟ୍ରେ ମାନେ ସ୍ୱପ୍ନକୁ ମାନେ ପୂରଣ କରିବ। ସେଇଟା କାହିଁକି ଜରୁରୀ ଯେ ସ୍ୱପ୍ନ ଯଦି ନ ଦେଖିଲ କାହିଁକିନା ତୁମେ ଯଦି ଭାବିଲ ମୁଁ ସ୍ୱପ୍ନ ଦେଖିଦେଉଛି ଏଟା କରିପାରୁନି ସେଟା କରିପାରୁନି ଏମିତି ସେମିତି ନା ଟୋଟାଲି ମାନେ ଲାଇଫ୍ର କିଛି କରିପାରିବନି। ହେଲେ କି ସ୍ୱପ୍ନ ଦେଖ 1 ନମ୍ବର। 2 ନମ୍ବର ସ୍ୱପ୍ନ କେମିତି ପୂରଣ କରିବ ନା ସ୍ୱପ୍ନକୁ ଯେଉଁଟା ତୁମେ ଦେଖିଥିବ ତା ପିଛାରେ ମାନେ ଧାଇଁକି ମାନେ ଏମିତି ରେସ୍ ଧାଇଁବ ମାନେ ସ୍ୱପ୍ନକୁ ଯେମିତି ମାନେ ନିଜ ହାତ ମୁଠା ଟାଣି ଆସିବ। ଆଉ ସେ ସ୍ୱପ୍ନକୁ ମାନେ କେମିତି ସତ କରିବ ହେଲା ସେଇଟା ତୁମେ ଚେଷ୍ଟା କରିବ। ଲାଇଫ୍ରେ ସେ ଯେତେ କଷ୍ଟ ଆସୁ ଯେତେ ଯାହା ଆସୁ ହେଲେ କି ସେଇଟା ଟୋଟାଲି ମାନେ ଡରିବନି। ସେ କଷ୍ଟକୁ ସେ ମାନେ ସବୁ କିଛି ପଛରେ ଛାଡ଼ିଦେବ। ହେଲା, ଲାଇଫ୍ର ସବୁରୁ ମାନେ ସ୍ୱପ୍ନକୁ ପାଇବା ପାଇଁ ମାନେ କିଛି ମାନେ କେତେ କ'ଣ କରିବା ପାଇଁ ପଡ଼ିବ। ହେଲା, ଲାଇଫ୍ର ଯେତେ ସ୍ୱପ୍ନ ଦେଖିବ ତୁମକୁ ଯଦି ସେତିକି କମ୍ପ୍ଲିଟ୍ କରିବା ପାଇଁ ମାନେ ପଡ଼େ ତାହେଲେ ମାନେ କେତେ କଷ୍ଟ କେତେ କ'ଣ ମାନେ କେତେ ମାନେ ଏତେ ସହିତ ମାନେ ତୁମକୁ ସାମ୍ନା କରିବା ପାଇଁ ପଡ଼ିବ। ତାପରେ ଟିକେ ନିଜ ସ୍ୱପ୍ନକୁ ପାଇବ। ଆଉ ସେଇଟା ହେଲା ନିଜର କଷ୍ଟ ମେହନତ ସେଇଟାକୁ କୁହାଯାଏ। ହେଲେ ଆଉ ଏମିତି ନୁହେଁ କି ମାନେ ତୁମେ କହିବ ନାଇଁ ସ୍ୱପ୍ନ ଦେଖୁଛି ମାନେ ମୋର ଏଇଟା ସ୍ୱପ୍ନ ମାନେ ସତ ହେଉନି ଆଉ କାହିଁକି ସ୍ୱପ୍ନ ଦେଖିବି, ସ୍ୱପ୍ନ ଦେଖିବା ଛାଡ଼ିଦେବି, ଏମିତି କହିଲେ ମାନେ ଲାଇଫ୍ରେ କିଛି କରିପାରିବନି। ଆଉ ଏଇଟା ହେଲା ଆମର 1 ନମ୍ବର ମାନେ କ'ଣ ଥିଲା ମୁଁ ଭୁଲି ଯାଉଛି। अरे कहना क्या चाहते हो? ଏଇଟା ଥିଲା 1 ନମ୍ବର। 2 ନମ୍ବରକୁ ଆସିଗଲା ମାନେ ଲାଇଫ୍ର କିଛି ବି ଗୋଟେ ସଡନ୍ଲି ନିଅନ୍ତିନି। ହେଲା, ଖାସ କରିକି ମାନେ ଭଲ ପାଇବାକୁ। ହେଲା, କ'ଣଟା ବୁଝ ଲାଗିଛି ଲାଇଫ୍ର ମାନେ କିଛି ବି ଗୋଟେ ସଡନ୍ଲି ନିଅନ୍ତିନି। ଖାସ କରି ଭଲ ପାଇବାକୁ ସଡନ୍ଲି କେବେ ବି ନେବେନି। ହେଲେ କି ମାନେ ଭଲ ପାଇବାକୁ ଯଦି ମାନେ ସଡନ୍ଲି ନେଇଯିବେ ତାକୁ ତୁମ ନିଜର ଜୀବନଠୁ ଅଧିକା ତାକୁ ଭଲ ପାଇବେ କି ମାନେ ଆପଣମାନେ କିଛି ଯଦି ଗୋଟେ କାମ କରୁଥିବେ ସେ କାମଠୁ ଅଧିକା ତାକୁ ଇମ୍ପୋର୍ଟାଣ୍ଟ ଦେବେ ସେ ଝିଅକୁ, ତାହେଲେ ସେ ଝିଅ ନୁହେଁ କି ମାନେ ତୁମର ଯେଉଁ ମାନେ ଏଇ ମନଟା ମାନେ କେତେ ଦୁର୍ବଳ କେତେ କ'ଣ ସେ ସବୁ କିଛି ଜାଣିଯିବ। ଆଉ ମାନେ ସେମିତି ସେ ଜାଣିକିନା ଧୀରେ ଧୀରେ ତୁମକୁ ସେ କଷ୍ଟ ଦେବା ପାଇଁ ଲାଗିବ। ହେଲା, ସେଥିଲାଗି ଯେଉଁ ଝିଅକୁ ବି ଭଲ ପାଉଛ ମାନେ ତୁମେ ଭଲ ପାଅ କିଛି ନାହିଁ ମନା ନାହିଁ କିନ୍ତୁ ଭଲ ପାଅ। ଆଉ ସେ ଝିଅକୁ ମାନେ କେବେ ବି ଏମିତି ଜଣାଇବା ପାଇଁ ଦେବନି ଯେ ତୁମେ ତା ପାଇଁ ପାଗଳ ଅଛ ଅଛ ମାନେ ପାଗଳ ଅଛ ଆଉ ମାନେ ସେ ଝିଅ ପାଇଁ ରହିପାରିବନି ଇଏ କରିବନି ସେ କରିବନି। ସେମିତି ତାକୁ କେବେ ବି ତା ଦ୍ୱାରା ମାନେ ସେମିତି ଫିଲିଙ୍ଗସ୍ ଟିକେ ହେବାକୁ ଦେବନି। ଆଉ ତୁମକୁ ଯଦି ମାନେ ଆଉ ଗୋଟେ କଥା ମାନେ ତୁମକୁ ଯଦି କେବେ ମାନେ ଗୋଟେ ତାକୁ କଲ୍ କରିବା ପାଇଁ ଇଚ୍ଛା ହେଉଛି ନା ଆଉ ଥରଟେ କଲ୍ କରି ସେ ନ ରିସିଭ୍ କଲା ନାହିଁ ହେଲା ଛାଡ଼ିଦିଅ। ଆଉ ତାକୁ ବାରମ୍ବାର କଲ୍ କରିବନି ନାହିଁ। ସେ ତୁମ ଦୁର୍ବଳଟା ଆଉ ତୁମର ସବୁ କିଛି ତୁମର ମାନେ ମେହନତଟା ତୁମ ଲାଇଫ୍ର ଯେତିକି ମାନେ ସବୁ ମାନେ ତ କ'ଣ କେମିତି ଭୂମି ବୁଝି A few moments later. ସେ ଝିଅକୁ ମାନେ ବହୁତ ଭଲ ଭାବରେ ଜଣାଯିବ କି ତୁମେ ମାନେ ତା ପାଇଁ ତୁମେ ସେ ଜାଣିଥିବ ତୁମେ ତା ପାଇଁ ପାଗଳ ହେଉଛ କିନ୍ତୁ ସେ ତୁମକୁ ଟିକି ବି ଆଉ କେୟାର ଦେବନି। କାହିଁକି ଜାଣିଛ ମାନେ ସେ ଗୋଟେ ପାଗଳଟା କି ସେମିତି କେତେ କଥା ହେଲେ କି
ମାନେ କେତେ କଥା କହିକି ସେ ମାନେ ଲୋକ ଆଗରେ ସେ ତୁମକୁ ବର୍ବାଦ କରିବା ଯାଇଛି, ମୋ ପାଗଳ ହେଉଛି ଇଏ ହେଉଛି। ଆଉ ତୁମର ସେ ଦୁର୍ବଳତା ସେ ଭଲ ଭାବରେ ଜାଣିଯିବ। ତାପରେ ଧୀରେ ଧୀରେ ମାନେ ବେଶୀ ନାହିଁ, ଦିନେ ଦିନ 2 ଦିନ ମାନେ ତୁମ ଦୁର୍ବଳତା ଜାଣିଗଲା ପରେ ଦିନେ 2 ଦିନ ପରେ ତୁମକୁ ସେ ଯନ୍ତ୍ରଣା ଦେବା ଷ୍ଟାର୍ଟ କରିବ। ହେଲା ଏମିତି ଯନ୍ତ୍ରଣା ଦେବ ତୁମେ ନିଜେ ନାହିଁ ତୁମ ମାନେ ତାକୁ ଏତେ କଷ୍ଟରେ କେମିତି ଗୋଟେ ଲୋକ ବଞ୍ଚିବ ହେଲା। ସେ କଷ୍ଟ ମୁଁ ପାଇଛି, ଛାଡ଼ ସେ କଷ୍ଟ ବି ହେଇଛି ମୋତେ। କିନ୍ତୁ ମୁଁ ବି ସେତେବେଳେ କ'ଣ ମାନେ ଭଲ ପାଇବା କ'ଣ ସେଗୁଡ଼ା ମାନେ ଏତେ କିଛି ମୁଁ ଜାଣିନଥିଲି। ତଥାପି ମାନେ ସେମିତି ପାଗଳ ଟାଇପ୍ର ହେଇଯାଉଥିଲି। କେତେ କ'ଣ ହେଲେ କି ଛାଡ଼, ଏହା କହିବାଟା ଠିକ୍ ନୁହଁ। ମାନେ ତୁମମାନେ କ'ଣ କହିବ ନା ଏଇଟା ବୋହଟା ଗୋଟେ ମାନେ ଗୋଟେ ଭିଡ଼ିଓ ମାଧ୍ୟମରେ କହିଲେ କି ମାନେ ଏଇଟା କହିବି, କିନ୍ତୁ ସେ ଅଲଗା କିଛି କହିବି। ଛାଡ଼ ସେଟା ଛାଡ଼ ହେଲେ मारो मुझे, मारो मारो मुझे, मारो मारो। नहीं ये मजाक हो रहा है, 1 सेकंड यार, मजाक हो रहा है। नहीं ସେମିତି କାନି ଲାଇଫ୍ର କିଛି ବି ମାନେ ସଡନ୍ଲି ନିଅନି। ମାନେ ମାଇଣ୍ଡର ମାନେ କିଛି ମାନେ ତୁମକୁ ଯଦି ଇଚ୍ଛା ହେଉଛି ନା ତାକୁ ମୁଁ ତାକୁ ଭଲ ପାଉଛି ୟା ତାକୁ ସିରିୟସଲି ନେବି କି ନାହିଁ, ଏଇଟା ମାନେ 2 ଥର ଭାବ। ଆଉ ଖାସ୍ କରିକି ତୁମମାନେ ସାଙ୍ଗମାନେ ହେଲା ତୁମକୁ ମାନେ ତୁମର ଯେଉଁଟା ତୁମକୁ ଭଲ ଲାଗୁଥିବ, ଯେଉଁ ସାଙ୍ଗ ତୁମ ଫେଭରାଇଟ୍ ସାଙ୍ଗ ହେଲେ ଯେଉଁ ସାଙ୍ଗ ତୁମ ଫେଭରାଇଟ୍ ସାଙ୍ଗ ତାକୁ ଭଲ ଭାବରେ ପଚାର, ସାଙ୍ଗ ମୁଁ ଏଇଟା କରିବାଟା ଠିକ୍ କି ନାହିଁ। ଆଉ କାହିଁକି ନା ନହେଲେ କିଛି ଆଉ ଗୋଟେ ଜିନିଷ ଲାଗେ ମୁଁ ତ ଆଜିକାଲି ମାନେ ଆଜିକାଲି ତ ଏଇଟା ହେଉଛି, ସବୁଆଡ଼େ ହେଉଛି, ସବୁଆଡ଼େ ଲୋକ ବି ଦେଖୁଥିବେ। କାହିଁକିନା ଦେଖୁଥିବେ ମାନେ ଭଲ ପାଉଛନ୍ତି କିଛି ନୁହଁ, ମାନେ ମଜା କରୁଛନ୍ତି, ମସ୍ତି କରୁଛନ୍ତି, ଇଏ କରୁଛନ୍ତି, ତାପରେ କଷ୍ଟ ପାଉଛନ୍ତି। ସେଇଟା ତ ଆଜିକାଲି ହେଉଛି, ସମସ୍ତେ ବି ଦେଖୁଛନ୍ତି। ଦେଖିକି ତୁମେ ଯଦି ଏମିତି ହେବ ତାହେଲେ ମାନେ ଲାଇଫ୍ର କିଛି ବି କରିପାରିବନି। ସେଥିଲାଗି ଲାଇଫ୍ର କିଛି ଗୋଟେ ସଡ଼ନ୍ଲି ନିଅନି। ଯଦି ଆପଣଙ୍କର ଗାଡ଼ି ଗୋଟେ ଆଣିବା ପାଇଁ ଇଚ୍ଛା ହେଉଛି, ଗାଡ଼ି ଗୋଟେ ଆଣିବା ଆଗରୁ 10 ଥର ଭାବ, ଏମିତି ସେମିତି ହେବ ସେମିତି। ମାନେ ଯଦି ଆପଣ ନେଟ୍ କେସ୍ ଦେଇକି ଆଣି ଆସିଛନ୍ତି ତ ଗାଡ଼ିଟା ଭଲ, ଆଉ ଯଦି କିସ୍ତିରେ ଆଣୁଛନ୍ତି ତାହେଲେ ଆପଣଙ୍କୁ ଟିକେ ଅସୁବିଧା ହେଇଯାଇପାରେ। ସେଥିଲାଗି କିସ୍ତିର ଆଣିବା ପୂର୍ବରୁ ଏମିତି କିସ୍ତିରେ ଆଣିବ ଯଦି ତୁମକୁ ମାନେ ଦେଖ ଗାଡ଼ିଟା ଆମର ଥିବ 2 ଲକ୍ଷ, ତୁମକୁ 2,25,000 ପଡ଼ିଯିବ ହେଲେ କିସ୍ତିରେ ଆଣିବ ଯଦି। ଆଉ ସେଇ ମାନେ ସେତିକି ଯଦି ନିଜ ଭିତରେ ମାନେ କହନ୍ତି କ'ଣ ଧୈର୍ଯ୍ୟତା ନା କ'ଣ ବି ଭଲସେ କହିପାରିନି। ମାନେ ସେମିତି ଯଦି ଥିବ ମାନେ ଧୈର୍ଯ୍ୟକୁ ଯଦି ତୁମେ ମୁଠେଇ ଶିଖିଥିବ ତାହେଲେ ସେ ଧୈର୍ଯ୍ୟକୁ ତୁମେ ମୁଠେଇକି ଧରିବ। ଆଉ ମାନେ ସେତିକି ଯାଇ ଟାର୍ଗେଟ୍ କରିବ ଯେତିକି କି ମାନେ ମୁଁ 2 ଲକ୍ଷ ଟଙ୍କା କରିବି, ଆଉ ସେ 2,25,000 ତୁମେ ଟାର୍ଗେଟ୍ ରଖିବ। 2,25,000 ହେବ, ତାପରେ ଡାଇରେକ୍ଟ ଯିବ ମାନେ 2 ଲକ୍ଷ ତୁମ ମାନେ ଗାଡ଼ି ଦେବ, ମାନେ ପଇସା ଦେବ। ଆଉ ଯେଉଁ 25,000 ସେଟା କାହାର ରହିଲା, ତୁମର ରହିଲା। ଏମିତି ହେଲେ କି ଲାଇଫ୍ର କିଛି ଗୋଟେ ମାନେ କରିବା ଆଗରୁ 10 ଥର ଭାବିବ ହେଲା। ଗାଡ଼ିଟା ଆଣି ଆସିବି ନା ସିଏ ମାନେ କିସ୍ତିରେ ଆଣିଥିଲେ, ସେ ବେକାରିଆ 25,000 ଟଙ୍କା ନେଇଯାଇଥାନ୍ତା, ଆଉ ଲସ୍ରୁ ମୋର ରହିଥାନ୍ତା। ସେତିକି ମୁଁ ଟିକେ କଷ୍ଟ କରିଦେଲି, ଆଉ କଷ୍ଟର ଫଳ ବି ମୁଁ ପାଇଗଲି। ଆଉ ମୋତେ ମାନେ କଷ୍ଟର ଫଳ କ'ଣ ମାନେ କଷ୍ଟ କଲି, ଆଉ ଗାଡ଼ି ମୋ ଘରେ ଆସି ଟେକିଲା, ମୋର ମାନେ ଆଉ କିଛି ପଇସା ବଞ୍ଚିଲା। ଏମିତି ହେଲେ କି ସେମିତି କାନି। ଆଉ ନେକ୍ସଟ ଭିଡ଼ିଓକୁ ମୁଁ ନିଶ୍ଚୟ ଆଣିବି। ଆଉ ଏ ଭିଡ଼ିଓଟି ଯଦି ତୁମକୁ ଭଲ ଲାଗେ ତାହେଲେ ଲାଇକ୍ କରିବେ, ଆଉ ସେୟାର କରିବେ ତୁମ ସବୁ ସାଙ୍ଗମାନଙ୍କ ପାଖକୁ ଲାଗି, ଆଉ ସେୟାର କରିବେ। ଆଉ ଏମିତିଆ ମୁଁ ଭଲ କଣ୍ଟେଣ୍ଟ ଆଣୁଥିବି। ତୁମକୁ ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଆଉ ଆମ ଚ୍ୟାନେଲକୁ ବହୁ ମାତ୍ରାରେ ସେୟାର କରିବେ। ଆଉ ନିଶ୍ଚୟ କମେଣ୍ଟରେ କହିବେ କି କେମିତି କ'ଣ ଲାଗୁଛି ଭିଡ଼ିଓ। ଆଉ ଭଲ ଲାଗିଲେ ତାହେଲେ କମେଣ୍ଟ କରିବେ, ନହେଲେ ନାହିଁ ଆଉ କ'ଣ କରିବେ। ତ ଚାଲ ମୁଁ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି।